ସହରରେ ବିଭିନ୍ନ ପ୍ରତିଯୋଗିତା ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳ ପ୍ରତିଭା ସୁଯୋଗ ନଥିବାରୁ ସେମାନେ ଅବହେଳିତ ହୋଇ ରହିଯାଉଥିଲେ। ଗ୍ରାମାଞ୍ଚଳରେ ରହିଥିବା ଲୁକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆରମ୍ଭ ପରିବାର ଓ ଡିଡି ଡ୍ୟାନ୍ସ ଷ୍ଟୁଡିଓ ଏକ ନୂଆ ଧାରା ଆରମ୍ଭ କରିଛନ୍ତି। 30ଟି ଗ୍ରାମ ପଞ୍ଚାୟତରେ ଆରମ୍ଭ ପକ୍ଷରୁ ନୃତ୍ୟ, ଗୀତ, ଝୋଟି, ଚିତା ଓ ହୁଳହୁଳି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯିବ। 2024 ମସିହା ଜାନୁଆରୀ 27ରୁ 29 3 ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ମହୋତ୍ସବ ଅନୁଷ୍ଠିତ ହେବ। ସେ କାର୍ଯ୍ୟକ୍ରମର ବା ପଞ୍ଚାୟତ କାର୍ଯ୍ୟକ୍ରମ କରି ଚାଲିଛି। ବର୍ତ୍ତମାନ 20ଟା ପଞ୍ଚାୟତ ସରିଗଲାଣି। ଯାହା ଯାହା ପ୍ରତିଭା ଗାଁ ମାନକେ ଲୁଚି ରହିଥିଲା 80 ବର୍ଷରୁ ଆରମ୍ଭ କରି 5 ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ଲୋକ ଆଉ ଝିଅ ପିଲାମାନେ ନାଚ, ଗୀତ, ଝୋଟି, ଡ୍ୟାନ୍ସ ଯାହା କରି ଦେଖେଇଛନ୍ତି ତାଙ୍କୁ ପୁରସ୍କୃତ କରିବା ପାଇଁକା ଆଗାମୀ 27, 28, 29 ଜାନୁଆରୀରେ ମୁକ୍ତାକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମ କରାଯିବ। ଆପଣମାନଙ୍କୁ ନିମନ୍ତ୍ରଣ କରି ସମସ୍ତ ପୁରୀ ବାହାରକୁ ଜଣାଇବା ପାଇଁକା ଆପଣଙ୍କୁ ଆମର ଅନୁରୋଧ। ମହାପ୍ରଭୁ ଜଗନ୍ନାଥ କରନ୍ତୁ ଏଇ କାମ ଆମର ତ ସୁଚାରୁ ଭାବରେ ଆଗକୁ ଯାଉ। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆମେ ନିମନ୍ତ୍ରଣ କରୁଛୁ। ଅନୁଷ୍ଠାନ ଆରମ୍ଭ ଗୋଟେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପୁରୀ ସଦର ବ୍ଲକ ସ୍ତରୀୟ ପ୍ରତି ପଞ୍ଚାୟତରେ କାର୍ଯ୍ୟକ୍ରମ ହେଇଥିଲା ଏବଂ 27, 28, 29 ଡିସେମ୍ବର 27 ଜାନୁଆରୀ 27, 28, 29 3 ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଏବଂ ସର୍ବଭାରତୀୟ କଳାକାର ମାନଙ୍କୁ ଆମେ ନିମନ୍ତ୍ରଣ କରୁଛୁ। ଗୋଟେ ପୁରୀର ଗୋଟେ ବିଗ୍ ପ୍ରୋଜେକ୍ଟ କଳା ସଂସ୍କୃତି କି ନେଇକିରି ଗୋଟେ ବିଗ୍ ପ୍ରୋଜେକ୍ଟ କରାଯାଉଛି, ଯୋଉଟା କି ଆପଣ ମାନଙ୍କୁ ଆମେ ଅନୁରୋଧ କରୁଛୁ ଆପଣ ମାନେ ଆମକୁ ସାହାଯ୍ୟ କରିବେ। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯିବ। 28ରେ ଓଲିଉଡ ଓ 29ରେ ବଲିଉଡ ନାଇଟ୍ ଅନୁଷ୍ଠିତ ହେବ। ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଝୋଟି, ଚିତା ଓ ହୁଳହୁଳି ପ୍ରତିଯୋଗିତା କରାଯାଇଛି। ଏହି ପ୍ରତିଯୋଗିତାରେ ସୁବର୍ଣ୍ଣ ଅଳଙ୍କାର ସହଯୋଗ କରୁଛି। ସର୍ବୋଚ୍ଚ ଓ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଜଣେ ପ୍ରତିଯୋଗୀଙ୍କୁ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନିତ କରାଯିବ। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହାକୁ ପ୍ରଚାର କରିବା ପାଇଁ ଆଜି ୟୁଥ୍ ହଷ୍ଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ତଥା ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର, ଉପସଭାପତି ତଥା ଅଭିନେତା ସମୀର ଶତପଥୀ, ନାଟ୍ୟ ନିର୍ଦ୍ଦେଶକ ଭରତ ନାୟକ ଓ ବିକ୍ରମ ସାହୁ, ଯୁବ ସମାଜସେବୀ ତଥା ଅନୁଷ୍ଠାନର ଉପଦେଷ୍ଟା ଅବିନାଶ ମିଶ୍ର ଓ ଅମିୟ ମହାପାତ୍ର, ସାଧାରଣ ସମ୍ପାଦକ ଦେବାଶିଷ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଦୀପ କୁମାର ମିଶ୍ର, ସୌରଭ ପଟ୍ଟନାୟକ ଓ ଆରମ୍ଭ ପରିବାର ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ସଭାକୁ ସଞ୍ଚାଳନ କରିଥିଲେ ଯୁବ ସାଂସ୍କୃତିକ ସଂଗଠକ ଶ୍ୟାମପ୍ରକାଶ ସେନାପତି। ଆଉ ସମସ୍ତ ପ୍ରଥମେ ଧନ୍ୟବାଦ ସମସ୍ତ ମିଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନିଜର ବହୁମୂଲ୍ୟ ସମୟ ଦେଇ ଆଜି ଆମ ସହିତ ରହିଥିବାରୁ। ଆଜି ଅନୁଷ୍ଠାନର ମୁଁ ଆପଣମାନଙ୍କୁ ଆଗୁଆ କହିସାରିଛି। ଅକ୍ଟୋବର 2 ତାରିଖରୁ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ଆମ ପୁରୀ ସଦର 30 ଗୋଟି ପଞ୍ଚାୟତ ଆରମ୍ଭ ହୋଇଯାଇଛି। 20 ଗୋଟି ପଞ୍ଚାୟତରେ କରିସାରିଲୁଣି, ଆଉ 10 ଗୋଟି ପଞ୍ଚାୟତରେ ଆମେ କରିବୁ। ଆଉ ଆଗାମୀ ଜାନୁଆରୀ 27, 28, 29 ତାରିଖରେ ମୁକ୍ତାକାଶ ରଙ୍ଗମଞ୍ଚରେ ସମସ୍ତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ତା ସହିତ ଆରମ୍ଭ ପରିବାର ତରଫରୁ ଆରମ୍ଭ ସଂସ୍କୃତି ସମ୍ମାନ, ଆରମ୍ଭ ଶହୀଦ ସମ୍ମାନ ଆଉ ଆରମ୍ଭ ସମାଜସେବୀ ସମ୍ମାନ 3 ଦିନ ଧରି 9 ଜଣ ପ୍ରତିଭା ମାନଙ୍କୁ ଦେବାର କାର୍ଯ୍ୟକ୍ରମ ରହିଛି। ତା ସହିତ ହଲିଉଡ ନାଇଟ୍ ଆଉ ବଲିଉଡ ନାଇଟ୍ ଶେଷ 2 ଦିନରେ ଆମେ ହଲିଉଡ ନାଇଟ୍ ଆଉ ବଲିଉଡ ଜଣେ ଖ୍ୟାତନାମା ସିଙ୍ଗରକୁ ନେଇକି କାର୍ଯ୍ୟକ୍ରମ ପରିବେଷଣ କରିବୁ ବୋଲି ଆଶା ରଖିଛୁ। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଆମ କାର୍ଯ୍ୟକ୍ରମ ଆଉ ଆପଣମାନଙ୍କ ଆଶୀର୍ବାଦ ରହିଲେ ଆମ କାର୍ଯ୍ୟକ୍ରମ ବହୁତ ଭଲ ଭାବରେ ସମାପନ ହେବ ବୋଲି ଆଶା ରଖିଛୁ। जो श्रीक्षेत्र लक्ष्मी कार्यक्रम आरंभ अनुष्ठान
आरंभ करिछि से श्रीक्षेत्र लक्ष्मी प्रोग्राम रे जो कार्यक्रम चली से कार्यक्रम रे जो माने जो भली मां माने उत्फुल्लित होउछन जो मोरी मां माने खुशी होउछ अनुभव करछन्ती से खुशी को आउ द्विगुणित करिया पय आपण मानको सहयोग निहाती आवश्यक आपण मानको सहयोग बिना यार प्रसार प्रसार होई परिबो नाही तेणु करी ए अनुष्ठान प्रचार प्रसार एथि पय हबा दरकार नाट्य गीत तो अनेक चलछि किछि लुकायित प्रतिभा किछि मां मानको मोर हस फुटेबा एटा होछि अनुष्ठान रो गोटे मूल लक्ष्य तेणु करी ए अनुष्ठान को आपण जे सहयोग करियो किछि मां मानको मोरे हस फुटेबे तेणु करी आमे अनुरोध करछु जनवरी 27, 28, 29 तीन दिन आपण माने उपस्थित रही अनुष्ठान जो बड़ी कार्यक्रम चलिबो रंगारंग कार्यक्रम ठो आरंभ करी जो मां माने श्रीक्षेत्र लक्ष्मी पुरस्कार पाइबे सेमानक उत्साहित करिबा हेबे एवं सेमानकर कला ओ प्रतिभार प्रचार प्रसार पाई सहयोग हाथ बढ़ाइबे। कैमरा पर्सन रवि जेना सुधांशु करंक रिपोर्ट तीर्थक्षेत्र लाइव।